ଯିବାକୁ ବାଧ୍ୟ ହେଲା। ପିତା ମତେ ବଚନ କରିଥିଲେ। କଣ ଋଷି ପୁତ୍ର ତତେ ଭଜନ କଲେ? ହଁ ପିତା। ହେଲେ କଣ ପାଇଁ? ପିତା ତାପରେ ପରେ ନିନ୍ଦିତ କରିଥିଲେ। ମୁଁ ତାକୁ ଡାକିଥିବାରୁ ସେ ମୋତେ ବଚନ କରିଛନ୍ତି। ସିଏ ଆଉ ତତେ କଣ ଗ୍ରହଣ କରିବେ ନାହିଁ? ନାଇଁ ପିତା ମୁଁ ତାଙ୍କ ପାଖରେ ଯେତେବେଳେ କଲି ସେମାନେ ଗ୍ରହଣ କଲେ ନା ପିତା। ସେମାନଙ୍କ ଉପାୟ କଥା କୁହନ୍ତି ପିତା। ଉପାୟ ଅଛି ରେ ମା, ଉପାୟ ଅଛି। ମାନସର ଗୁରୁ ଜନ୍ମ ତୋହର ଆଜିଠୁ ନା ହେଲା ତୋର ମନସା। ଆଉ ତୋର ବାସସ୍ଥାନ କୋଉଠି ଜାଣିଛୁ? କୋଉଠି ପିତା? ସେଇ ସିଜୁ ପର୍ବତ ଉପରେ। ପିତା ସେ ଯଦି ପର୍ବତରେ ମୁଁ ଏକା ରହିବି କିପରି? ଆରେ କାହିଁକି ରେ ମା, ମୋ ନେତ୍ରରୁ ଜନ୍ମ ମୋ ନେତ୍ରା, ସିଏ ତୋର ବଡ ଭଉଣୀ, ସିଏ ତୋର ଦାସିତ୍ୱ ସ୍ୱୀକାର କରି ରହିବ। ଆଉ ମୁଁ ଦଉଛି ତତେ ଅଷ୍ଟନାଗ, ଆଶା ଗିରେ ଖେଳିବୁ ବୁଲିବୁ, ଇଏ ତ ଚାକର ହୋଇ ରହିବ। ପିତା ଜଗତ ମୋତେ କିଏ ପୂଜା କରିବ? ବୁଝିବେ ମା, ବୁଝିବେ। ଯୋଉଦିନ ପୂଜିବ ଚମ୍ପକ ନଗରର ଚାନ୍ଦ ସୌଦାଗର, ସେଇ ଦିନଠୁ ପୂଜିବେ ଏ ମନ୍ତ୍ର ମଣ୍ଡଳରେ ସବୁ ନାରୀ ନରତ ପାଦ୍ମ ପଦ୍ମରେ। ପିତା ଚମ୍ପକର ପୂଜା ହେବା ପରେ ଲତାର ପୃଥିବୀ ଛାଡିବା ପରେ ମୁଁ ଅଧୀର ଅଛି। ଚାଲି ନାଇଁ ରେ ମା, ଚାନ୍ଦ ସୌଦାଗରଠୁ ପୂଜା ପାଇବାକୁ ହେଲେ ତତେ ସାବଧାନରେ କାର୍ଯ୍ୟ ତୁଲାଇବାକୁ ପଡିବ। ପିତା ଆରେ ମା ନେତ୍ରା, ନେତ୍ରା। ଆରେ ମା ପିତା ମୋର ପ୍ରଣାମ ନିଅନ୍ତୁ। ଉଠ ମା ନେତ୍ରା, ତୁ ଆଉ ମନସା ତୁମେ ଦୁଇ ଭଉଣୀ ଆଜିଠୁ ସେଇ ସିଜୁ ପର୍ବତ ଉପରେ ବାସ କରିବ। ପିତା କେବେ ସେମାନେ ଆମ କଲ୍ୟାଣ କରିବ? ଆରେ ମା, ସିଜୁ ପର୍ବତ ବହୁତ ଦୂର, ତୁମେ ମାନେ ଯିବ କିପରି? ଶୁଣ ମା ମନସା, ଏଇ ଦେଖ ପାଣିରେ ଖେଳୁଛି ରାଜହଂସ, ତୁ ଆ ଉପରେ ବସି ତୁ ସେ ସିଜୁ ପର୍ବତ ଉପରକୁ ଯିବୁ। ଆରେ ମା ନେତ୍ରା, ଆରେ ଦେଖ ଆକାଶରେ ଉଡୁଛି ଶଙ୍ଖ ଚିଲ, ତୁ ତା ଉପରେ ବସି ସେଇ ସିଜୁ ପର୍ବତ ଉପରକୁ ଯିବୁ। ତୁମେ ଦୁଇ ଭଉଣୀ ଯାଅ ସିଜୁ ପର୍ବତ ଉପରକୁ, ମୁଁ ଚାଲିଲି କୈଳାସପୁରକୁ। ପିତା ସୁନ୍ଦର ତ ପିତା କଣ ଆଜି ତୁମନି ଆଜି ମୋତେ ହସ୍ତେ ଥିଲା ବୋଧେ। ହଁ ଚାଲ ତୁ ବି ଚାଲ ଚାଲ ପିତା। Thank you.